ଅନୁଷ୍ଠିତ ହୋଇଯାଇଛି ଚଳିତ ବର୍ଷ ମହାପର୍ବ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏଥିସହିତ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହୋଇଛି। ହିନ୍ଦୁ ଧର୍ମାବଲମ୍ବୀ ମାନେ ବହୁ ସଂଖ୍ୟାରେ ଏହି ସଂକ୍ରାନ୍ତିକୁ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିଥାନ୍ତି। ଇତ୍ୟବସରରେ ପଲ୍ଲା ବଉଳ ସାହିରେ ଅନୁଷ୍ଠିତ ହୋଇଯାଇଛି ପଣା ସଂକ୍ରାନ୍ତି। ଗତ 10 ତାରିଖରୁ ଚୋରି ପାଣି ତୋଳା ହୋଇ ଦଣ୍ଡୁଆମାନେ ଅତ୍ୟନ୍ତ ନିଷ୍ଠାର ସହିତ କାମନା ମନ୍ଦିର ସମ୍ମୁଖରେ ପଡ଼ି ମା ମହାକାଳୀଙ୍କୁ ଧ୍ୟାନ କରିଥାନ୍ତି। ସୋମବାର ଦିନ ଥିଲା ମେରୁ ଉତ୍ସବ ଓ ମଙ୍ଗଳବାର ଦିନ ମହାବିଷୁବ ସଂକ୍ରାନ୍ତି। ମା ମହାକାଳୀ ଉକ୍ତ ଦିନ ମଣିଷ ଭକ୍ତଙ୍କ ସହିତ ମିଶି ଏହି ପର୍ବକୁ ଅତ୍ୟନ୍ତ ନିଷ୍ଠାର ସହିତ ଭକ୍ତମାନଙ୍କ ସହିତ ସାମିଲ ହୋଇଥାନ୍ତି। ଦଣ୍ଡୁଆମାନେ ରଡ଼ ନିଆଁରେ ଚାଲି ଲୋକଙ୍କୁ ଭକ୍ତିମୟ କରିଥିଲେ। ସନ୍ଧ୍ୟା ସମୟରେ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ ହୋଇ ଭକ୍ତମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ପଲ୍ଲାରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।